ଯଦି କୌଣସି ଲୋକ ଅତିଗଣ୍ଡ ଯୋଗରେ ଜନ୍ମ ହେଇଛି, ଏଟା ମନେ ରଖନ୍ତୁ, ଏଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ। ମାନସଗରୀ ପଦ୍ଧତି କହୁଛି ଯେ ସେ ଲୋକ ମାତୃହନ୍ତା ହୋଇଥାଏ। ମାତୃହନ୍ତା କହିବାର ତାତ୍ପର୍ଯ୍ୟ ହେଲା, ଯଦି କୌଣସି ଲୋକ ଅତିଗଣ୍ଡ ଯୋଗରେ ଜନ୍ମ ହେଇଛି ତାହେଲେ ତାର ମା କୁ ଆଜୀବନ ପୀଡା ରହିବ ଯଦି ଅତିଗଣ୍ଡ ଯୋଗର ଉତ୍ପନ୍ନର ଶାନ୍ତିକରଣ ପଦ୍ଧତି ନ କରାଯାଏ। ସେଟା କଣ ଶାନ୍ତିକରଣ ପଦ୍ଧତି ବୃହତ ପରାଶର ଶାସ୍ତ୍ରରେ ଦିଆଯାଇଛି, ଆମେ ତାକୁ ପରେ ପଢିବା। ଏବଂ ଯଦି ଏହି ପ୍ରକାର, କେମିତି ଅତିଗଣ୍ଡ ଯୋଗ କଣ ନା ତିଥି ରେ ହେଇଥିବ, ନକ୍ଷତ୍ରରେ ଗଣ୍ଡ ହେଇଥିବ, ଲଗ୍ନରୁ ଗଣ୍ଡ ହେଇଥିବ। ଆପଣ ଦେଖନ୍ତୁ ଗଣ୍ଡ ତିନି ପ୍ରକାର ଆସିବ। ତିଥି ହିସାବରେ ଗଣ୍ଡମୂଳ ମାନେ ତିଥି ହିସାବରେ ଗଣ୍ଡ ତିଥି, ନକ୍ଷତ୍ର ହିସାବରେ ଗଣ୍ଡମୂଳ ନକ୍ଷତ୍ର, ଏବଂ ଲଗ୍ନ ହିସାବରେ ଯଦି ଲଗ୍ନରେ ଗଣ୍ଡମୂଳ ନକ୍ଷତ୍ର ରହିଲା। ଗଣ୍ଡାନ୍ତ ରେ ଯଦି ଉତ୍ପନ୍ନ ହେଇଥିବ ତାହେଲେ ସେ କୂଳ ନାଶ କରିଦବ। ଆପଣ ଦେଖିଥିବେ କୌଣସି ଗୋଟେ ଫ୍ୟାମିଲିରେ ନୂଆ ଛୁଆଟେ ଜନ୍ମ ହେଲା, ଜନ୍ମ ହଉ ତାର ଫ୍ୟାମିଲିରେ ବହୁତ ଜଣ ଲୋକ ମୃତ୍ୟୁ ବରଣ କରୁଛନ୍ତି। ତାହେଲେ ଆଖି ବନ୍ଦ କରି କହିଦେବେ, ଦେଖ ଯୋଉ ପିଲାଟା ଜନ୍ମ ହେଲା ତାର ସାଙ୍ଗେ ସାଙ୍ଗେ ଯଦି ଏମିତି କିଛି ଇନସିଡେଣ୍ଟ ହେଇଛି, ଆଉ ତାର ତୁରନ୍ତ ଭାବରେ ଯଦି ଅତିଗଣ୍ଡ ଯୋଗର ଶାନ୍ତିକରଣ ନ କରାଯାଇଛି, ତାହେଲେ ଏଇଭଳି ଭାବରେ ସମସ୍ୟା ଉପୁଜି ପାରେ। ତେଣୁ ଅତିଗଣ୍ଡ ଯୋଗଟା ବହୁତ ହି ଖରାପ ଯୋଗ।